ମୂର୍ଖ କଇଁଚର କାହାଣୀ। କମ୍ବୁଗ୍ରୀବ ନାମକ ଏକ କଇଁଛ ଏକ ପୋଖରୀରେ ରହୁଥିଲା। କଇଁଛଟି ବହୁତ କଥାବାର୍ତ୍ତା କରୁଥିଲା। ଅନ୍ୟମାନେ କଥାବାର୍ତ୍ତା କରୁଥିବା ସମୟରେ ବାଧା ଦେବା ତାଙ୍କର ଅଭ୍ୟାସ ଥିଲା। ଗୋଟିଏ ଦିନ ସେହି ପୋଖରୀରେ ଦୁଇଟି ହଂସ ପଡ଼ିଲା। କମ୍ବୁଗ୍ରୀବ କଇଁଛ ସେମାନଙ୍କୁ ପ୍ରତିଦିନ ଦେଖୁଥିଲେ। ଶୀଘ୍ର ସେମାନେ ଘନିଷ୍ଠ ବନ୍ଧୁ ହୋଇଗଲେ। ହଂସ ପ୍ରତିଦିନ ପୋଖରୀକୁ ଆସୁଥିଲେ ଏବଂ କଇଁଛଙ୍କୁ ଭେଟୁଥିଲେ। ନଦୀ ଏବଂ ପୋଖରୀ ଶୁଖିବାକୁ ଲାଗିଲା। କଇଁଛ ଯେଉଁ ପୋଖରୀରେ ରହୁଥିଲା ତାହା ମଧ୍ୟ ଶୁଖିବାକୁ ଲାଗିଲା। ଏହି ହ୍ରଦ କିଛି ଦିନ ମଧ୍ୟରେ ଶୁଖିଯିବ। ମୋର ମୃତ୍ୟୁ ନିଶ୍ଚିତ। କିନ୍ତୁ ମୁଁ ଏହି କଥା ପାଇଁ ଅଧିକ ଦୁଃଖିତ ଯେ ମୁଁ ମୋର ଶେଷ ମୁହୂର୍ତ୍ତରେ ମୋର ସବୁଠାରୁ ଭଲ ବନ୍ଧୁମାନଙ୍କୁ ଦେଖିପାରିବି ନାହିଁ। କମ୍ବୁଗ୍ରୀବ, ଆମେ ତୁମକୁ ଏଠାରେ ଏକା ଛାଡ଼ିବୁ ନାହିଁ। ଆମେ ତୁମକୁ ଆମ ସହିତ ନେଇଯିବୁ। ସେମାନେ ହ୍ରଦରେ ପହଞ୍ଚିବା ପର୍ଯ୍ୟନ୍ତ ତାଙ୍କୁ ଚୁପ୍ ରହିବାକୁ ପଡ଼ିବ। ଏହାପରେ ଉଭୟ କଇଁଛ ବାଡ଼ିରେ ମଧ୍ୟଭାଗକୁ ଦୃଢ଼ ଭାବରେ ଧରିଥିଲେ। ଫେରିବା ସମୟରେ ସେମାନେ ଏକ ସହର ଦେଇ ଗଲେ। ତାପରେ ଦେଖ, କଇଁଛ ଆକାଶରେ ଉଡ଼ୁଛି। ଏହି ଶବ୍ଦ ଶୁଣି କଇଁଛ ସହ୍ୟ କରିପାରିଲା ନାହିଁ ଏବଂ ସେ ହଂସମାନଙ୍କୁ କହିଲା, ମାନେ ଆମକୁ ଦେଖି ଏତେ ଶବ୍ଦ କାହିଁକି କରୁଛନ୍ତି? କହିବା ମାତ୍ରେ କଇଁଛର ମୁହଁରୁ ବାଡ଼ିଟି ଖସି ପଡ଼ିଲା